ଆସିଲା ବଡ଼ ଅପଡେଟ୍। ବଳାତ୍କାର କେସ୍ରେ ଆସିଲା ବଡ଼ ଅପଡେଟ୍। ସଞ୍ଜୟ ରୟ ଏକା ନୁହନ୍ତି, ତାଙ୍କ ସହ ଏମାନେ। ଜାଣନ୍ତୁ କ'ଣ କହିଲେ ଅଭିଯୁକ୍ତଙ୍କ ଶାଶୁ। କୋଲକାତାରେ ଆରଜିକର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରକୁ ବଳାତ୍କାର ଏବଂ ହତ୍ୟା ଘଟଣାରେ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଘଟଣାରେ ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ଏହି ମାମଲାକୁ ନେଇ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଶାଶୁ ଦୁର୍ଗା ଦେବୀ କହିଛନ୍ତି, ଏହି ଅପରାଧରେ ଆହୁରି ଅନେକ ଲୋକ ଜଡ଼ିତ ଅଛନ୍ତି। ସେ କହିଛନ୍ତି ଯେ ସଞ୍ଜୟ ରାୟ ଏକୁଟିଆ ଏଭଳି କରିପାରିବେ ନାହିଁ। ଏହି ଘଟଣାରେ ଆହୁରି ଅନେକ ଲୋକ ଜଡ଼ିତ ହୋଇଥାଇପାରନ୍ତି। ଏହା ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଶାଶୁ ଏକ ବୟାନ ଜାରି କରି ତାଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଆଣିଥିଲେ। ସେ କହିଥିଲେ, ସଞ୍ଜୟଙ୍କ ସହ ଆମର ସମ୍ପର୍କ ଭଲ ନଥିଲା। ସେ ଆମ ଝିଅ ସହ ଅସଦାଚରଣ କରୁଥିଲେ। ସେ ତାଙ୍କ ମାଡ଼ ମାରୁଥିଲେ। ମୋ ଝିଅ ଯେତେବେଳେ 3 ମାସର ଗର୍ଭବତୀ ଥିଲା, ତାର ଗର୍ଭପାତ କରାଇଥିଲେ। ସଞ୍ଜୟ ରାୟ ଜଣେ ଭଲ ବ୍ୟକ୍ତି ନୁହେଁ। ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାନ୍ତୁ ଅବା ଯାହା ଇଚ୍ଛା ତାଙ୍କ ସହ କରନ୍ତୁ। ସେ ପୂର୍ବରୁ ଆଉ ଜଣଙ୍କୁ ବିବାହ କରିଥିଲେ। ଏହାପରେ ସେ ମୋ ଝିଅ ସହିତ ଦ୍ୱିତୀୟ ବିବାହ କରିଥିଲେ। ଯଦି ସେ କିଛି ଭୁଲ କରିଛନ୍ତି ତେବେ ତାଙ୍କୁ ଦଣ୍ଡ ଦିଆଯାଉ। ଅନ୍ୟପଟେ ସୁପ୍ରିମକୋର୍ଟ ମଙ୍ଗଳବାର ଏହି ମାମଲାରେ ପ୍ରାଥମିକ ଶୁଣାଣିରେ ଜାତୀୟ ଟାସ୍କଫୋର୍ସ ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆସନ୍ତା ଗୁରୁବାର 22 ଅଗଷ୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।